ଜୟ ଶ୍ରୀ ଜଗନ୍ନାଥ। ପ୍ରଭୁଙ୍କ କୃପାରୁ ସମସ୍ତେ ମଙ୍ଗଳ କୁଶଳରେ ଥାନ୍ତୁ। ଓଡ଼ିଶା ମାଟିର ଅଗଣିତ ଛାତ୍ରଛାତ୍ରୀମାନଙ୍କୁ ମୋର ୟୁଟ୍ୟୁବ୍ ଚ୍ୟାନେଲ ତରଫରୁ ସ୍ୱାଗତ ଜଣାଇ ଆଜି ସପ୍ତମ ଶ୍ରେଣୀର ସାହିତ୍ୟ ସୁମନ ପୁସ୍ତକର ଦ୍ୱିତୀୟ ପ୍ରସଙ୍ଗ ମାଡ଼ହାଣ୍ଡି କଥାର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମକୁ ଆଲୋଚନା କରିବା ନିମନ୍ତେ ଏକ ଭିଡ଼ିଓ ପ୍ରସ୍ତୁତ କରୁଛି। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ସେୟାର କରିବେ ଏବଂ ଆପଣମାନଙ୍କର ଭଲ ପାଇବା ନେଇ ମୋ ଚ୍ୟାନେଲଟିକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରିଦେବେ। ତାହେଲେ ପିଲାମାନେ ଆଉ ଡେରି ନକରି ଆମେ ବର୍ତ୍ତମାନ ପ୍ରଶ୍ନ ଉତ୍ତରକୁ ଆଲୋଚନା କରିବା। ପାଠରୁ ମୁଁ ଯାହା ବୁଝିଲି। କ ନମ୍ବର ଲୋକକଥା ଗଳ୍ପ ଆଧାରିତ ନିମ୍ନରେ କିଛି ପ୍ରଶ୍ନ ଦିଆଯାଇଛି। ସେଥିରୁ ଠିକ୍ ଉତ୍ତରଟି ବାଛି ଲେଖ। 1 ନମ୍ବର ଚକୁଳିଆ ପଣ୍ଡା ଯେଉଁ ପୋଖରୀ ପାଖରେ ପହଞ୍ଚିଲା ସେ ପୋଖରୀଟି କିପରି ଥିଲା? 4ଟି ସମ୍ଭବ ଉତ୍ତର ମଧ୍ୟରୁ ଗ ନମ୍ବର ହେବ ତାର ସଠିକ୍ ଉତ୍ତର। ପିଲାମାନେ, ପୋଖରୀରେ କଳା ଭଅଁର ଭଳି ପାଣି ଥିଲା। ପୋଖରୀରେ କଳା ଭଅଁର ଭଳି ପାଣି ଥିଲା। ତାପରେ ଯିବା ଆମେ 2 ନମ୍ବରକୁ। ଚୋରକୁ ମାନ କରି ଖପରାରେ ଖାଇବାର ଅର୍ଥ କ'ଣ? 4ଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଖ ନମ୍ବର ହେବ ତାର ସଠିକ୍ ଉତ୍ତର। ଅନ୍ୟ ଉପରେ ରାଗି ନିଜର କ୍ଷତି କରିବା। ତାପରେ ଯିବା 3 ନମ୍ବର। ଗଙ୍ଗାମାତା ଉଡ଼ିଗଲା ଚଢ଼େଇର ପେଟ କଥା ଜାଣିପାରନ୍ତି। ଏହି ଲୋକବାଣୀର ଅର୍ଥ କ'ଣ? ପିଲାମାନେ, 4ଟି ସମ୍ଭାବ୍ୟ ଉତ୍ତର ଦେଇଛି। ତେବେ ସଠିକ୍ ଉତ୍ତରଟି ହେଉଛି ଗ ନମ୍ବର, ଅନ୍ୟର ମନ କଥା ବୁଝିବା। ତାପରେ ଯିବା ଆମେ 4 ନମ୍ବର। ଚକୁଳିଆ ପଣ୍ଡା ଚରିତ୍ର ମାଧ୍ୟମରେ ଲେଖକ କେଉଁ ନୀତିଶିକ୍ଷା ଦେଇଛନ୍ତି? ପିଲାମାନେ, 4ଟି ସମ୍ଭାବ୍ୟ ଉତ୍ତର ଦେଇଛି। ସେଥିମଧ୍ୟରୁ ଖ ନମ୍ବରଟି ତୁମର ସଠିକ୍ ଉତ୍ତର ହେବ। ଅଳସୁଆ ଦୁଃଖ ପାଏ। ଧାଡ଼ି ଗୁଡ଼ିକର ଆଲୋଚନା। ପାଠରୁ କିଛି ଧାଡ଼ି ଚୟନ କରି ଦିଆଯାଇଛି। ଏହାକୁ ଧ୍ୟାନ ଦେଇ ପଢ଼ ଏବଂ ଦଳରେ ବିଚାର କରି କ'ଣ ବୁଝିଲ ଲେଖ। କ ନମ୍ବର ଏ ପାଣିକୁ ଦେଖିଲା କ୍ଷଣି ତା ମନରେ ଭାରି ଲୋଭ ହେଲା। ଜୀବନ ବିକଳରେ ପାଣିକୋଡ଼ ପାହାଚ ଉପରେ ଲଥ୍ କିନି ବସିଗଲା। ତେବେ ପିଲାମାନେ, ତାର ସଠିକ୍ ଉତ୍ତରଟି ହେବ ଦେଖ। ଭୋକରେ ଥିବା ବ୍ରାହ୍ମଣଟି ପୋଖରୀରେ ଏତେ ପରିଷ୍କାର ପାଣି ଦେଖିବାରୁ ତା ମନରେ ଲୋଭ ହେଲା ଯେ ସେ ଯାଇ ସେ ପାଣିକୁ ପିଇବ। ତେଣୁ ସେ ପୋଖରୀ କୂଳରେ ଥିବା ପାହାଚ ନିକଟକୁ ଯାଇ ସେଠାରେ କଚାଡ଼ି ହେଲା ପରି ଯାଇ ବସି ପଡ଼ିଲା। ତାପରେ ଦେଖିବା ଖ ନମ୍ବର। ଗଙ୍ଗା ମାତା ତ ଉଡ଼ିଗଲା ଚଢ଼େଇର ପେଟ କଥା ଜାଣିପାରନ୍ତି। ତାର ସଠିକ୍ ଉତ୍ତରଟି ହେବ ଦେଖ। ଗଙ୍ଗା ମାତା ଦେବୀ ହୋଇଥିବାରୁ ସେ ଅନ୍ୟର ମନ କଥା ଜାଣିପାରନ୍ତି। ବର୍ତ୍ତମାନ ଯିବା ଗ ନମ୍ବର। ମା ଯଦି ମାଡ଼ହାଣ୍ଡିର ପଲମ ଢାଙ୍କି ନଥାନ୍ତେ ତାହେଲେ କି ଅସୁବିଧା ହୋଇଥାନ୍ତା? ଏହାର ଉତ୍ତର, ମା ଯଦି ମାଡ଼ହାଣ୍ଡିର ପଲମ ଢାଙ୍କି ନଥାନ୍ତେ ତାହେଲେ ସେ ମାଡ଼ ଖାଇ ଖାଇ ହୁଏତ ବେହୋସ ହୋଇଯାଇଥାନ୍ତେ। ତାପରେ ଯିବା ପିଲାମାନେ ଘ ନମ୍ବର। ଗଙ୍ଗାମାତା ମା ଓ ପୁଅକୁ ଏପରି କଷ୍ଟ ଦେବାର ଉଦ୍ଦେଶ୍ୟ କ'ଣ ଥିଲା? ଏହାର ଉତ୍ତର, ଗଙ୍ଗାମାତା ମା ଓ ପୁଅକୁ ଏପରି କଷ୍ଟ ଦେବାର ଉଦ୍ଦେଶ୍ୟ ଥିଲା ଯେ ସେମାନେ ଅଳସୁଆ ନ ହୋଇ ପ୍ରତିଦିନ କାମ କରନ୍ତୁ ଓ ସେହି କଠିନ ପରିଶ୍ରମରେ ଯେତିକି ଉପାର୍ଜନ କରୁଛନ୍ତି ତାହାରି ମଧ୍ୟରେ ଚଳନ୍ତୁ। ତାପରେ ଦେଖିବା ଶବ୍ଦ ସମ୍ପର୍କିତ ଶବ୍ଦ। ନିମ୍ନରେ ଦେଇଥିବା କବାଟ ଶବ୍ଦ ସହିତ ସମ୍ପର୍କ ଥିବା ଶବ୍ଦକୁ ଦଳରେ ଆଲୋଚନା କରି ଶୂନ୍ୟ ସ୍ଥାନରେ ଲେଖ। ତ ଗୋଟିଏ ତୁମର ଦେଇଦେଇଛି କବାଟ ବିଷୟରେ ଜଞ୍ଜିର ଲଗେଇବା। ତାହେଲେ ପିଲାମାନେ ତାର ଉତ୍ତର ସବୁ ଲେଖି ଦିଆଯାଇଛି। ଦେଖ, ପ୍ରଥମତଃ କବାଟର ତାର ଶବ୍ଦ ଅଛି ଖୋଲିବା, ତାପରେ ବନ୍ଦ କରିବା, ଆଉଜେଇବା, ତାଲା ପକାଇବା। ଆହୁରି କ'ଣ ହେଇପାରେ ତୁମେ ଆଲୋଚନା କରିବ ଏବଂ ତାକୁ ଖାତାରେ ନିଜର ଲେଖିନେବ। ଆସ ଆମେ ମେଳ କରିବା। ଏହି ଲୋକକଥାରୁ କିଛି ବାକ୍ୟ ପ୍ରଥମ ସ୍ତମ୍ଭରେ ଦିଆଯାଇଛି। ସେହି ବାକ୍ୟ ଗୁଡ଼ିକର ଭାବାର୍ଥ ସହ ମିଶୁଥିବା କିଛି ବାକ୍ୟ ଦ୍ୱିତୀୟ ସ୍ତମ୍ଭରେ ଦିଆଯାଇଛି। ମେଳ ଖାଉଥିବା ବାକ୍ୟ ଗୁଡ଼ିକୁ ଯୋଡ଼। ତାହେଲେ ପିଲାମାନେ, ଏଠାରେ ପ୍ରଶ୍ନ ସହ ଉତ୍ତର ମଧ୍ୟ ତୁମକୁ ଦିଆଯାଇଛି, ଦେଖିନିଅ। ପ୍ରଥମ ସ୍ତମ୍ଭ, ରାତିରେ ଶୋଇଲା ବେଳେ ବୁଢ଼ୀ ପୁଅକୁ ବୁଦ୍ଧି ବତେଇ ଦେଲା। ତାର ଉତ୍ତର ଦ୍ୱିତୀୟ ସ୍ତମ୍ଭରେ,
ମା ପୁଅକୁ ରାତିରେ ଶିଖେଇ ଦେଲା। ପ୍ରଥମ ସ୍ତମ୍ଭ ବଡ଼ି ଝପଟିରୁ ଉଠି। ଦ୍ୱିତୀୟ ସ୍ତମ୍ଭରେ ତାର ଉତ୍ତର ହେବ ଭୋର ସକାଳୁ ଉଠି। ପୁଣି ପ୍ରଥମ ସ୍ତମ୍ଭ ଖୁଆ ମୁଣ୍ଡିରେ ଦି ଗୋଇଠା। ଦ୍ୱିତୀୟ ସ୍ତମ୍ଭର ଉତ୍ତର ଆସିବ ହାତ ପାଖ ପିଠିକୁ 2 ଲାତ ଦେବା। ପୁଣି ପ୍ରଥମ ସ୍ତମ୍ଭକୁ ଦେଖିବା ପଲମକୁ ନେଇ ହାଣ୍ଡି ଘୋଡ଼ାଇବା। ତାର ଉତ୍ତର ଦ୍ୱିତୀୟ ସ୍ତମ୍ଭରେ ଅଛି ହାଣ୍ଡି ମୁହଁକୁ ଢାଙ୍କୁଣୀରେ ଢାଙ୍କିବା। ଚିନ୍ତା ଓ ବିଚାର କରି ଉତ୍ତର ଦିଅ। ଏହି ଲୋକକଥାଟିକୁ ଥରେ ମନ ଦେଇ ପଢ଼ ଓ ଉତ୍ତର ବାହାର କରି ଲେଖ। କ ନମ୍ବର ଚକୁଳିଆ ପଣ୍ଡା କିପରି ପେଟ ପୋଷୁଥିଲା? ଉତ୍ତର ଚକୁଳିଆ ପଣ୍ଡା ଭିକ ମାଗି ପେଟ ପୋଷୁଥିଲା। ଖ ନମ୍ବର ଚକୁଳିଆ ପଣ୍ଡା କାନ୍ଦି ବୋବେଇ ପକାଇ ଆସିଲା କାହିଁକି? ଚକୁଳିଆ ପଣ୍ଡା କାନ୍ଦି ବୋବେଇ ପଳାଇ ଆସିଲା କାହିଁକି? ଉତ୍ତର ଚକୁଳିଆ ପଣ୍ଡାଟି ଭିକ ମାଗିବାକୁ ଯାଇଥିଲା ବେଳେ ଗାଁର ପିଲାଏ ସବୁ ମିଶି ତାକୁ ଢେଲା ବଲୁଅ ପକେଇବାରୁ ସେ କାନ୍ଦି କାନ୍ଦି ପଳାଇ ଆସିଲା। ଗ ନମ୍ବର ଗଙ୍ଗାମାତା କେଉଁଠାରେ ଥିଲେ? ଉତ୍ତର ଗଙ୍ଗାମାତା ପଦ୍ମ ପୋଖରୀରେ ଥିଲେ। ତାପରେ ଯିବା ଘ ନମ୍ବର ଗଙ୍ଗାମାତା ଚକୁଳିଆ ପଣ୍ଡା ପ୍ରତି ଦୟାଭାବ ଦେଖାଇଲେ କାହିଁକି? ଏହାର ସଠିକ ଉତ୍ତର ଗଙ୍ଗାମାତା ଚକୁଳିଆ ପଣ୍ଡାର ଭୋକର ଦୁଃଖକୁ ସମ୍ଭାଳି ପାରିଲେ ନାହିଁ, ତେଣୁ ସେ ତା ପ୍ରତି ଦୟାଭାବ ଦେଖାଇଲେ। ତାପରେ ଯିବା ନମ୍ବର ଚକୁଳିଆ ପଣ୍ଡା ହାଣ୍ଡିରେ କ'ଣ ଦେଖିଲା? ଉତ୍ତର ଚକୁଳିଆ ପଣ୍ଡା ଯେଉଁ ଯେଉଁ ଦ୍ରବ୍ୟର ନାମ ଉଚ୍ଚାରଣ କରି ମିଛି ମିଛିକା ଖାଇବାର ଅଭିନୟ କରି ପାଣି ପିଉଥିଲା, ହାଣ୍ଡିରେ ସେହି ସେହି ଦ୍ରବ୍ୟ ପୃଥକ ପୃଥକ ରହିଥିବାର ଦେଖିଲା। ଚ ନମ୍ବର ଖାଦ୍ୟ ହାଣ୍ଡି ଧରି ଘରକୁ ଫେରିଲା ବେଳକୁ ଚକୁଳିଆ ପଣ୍ଡାର ମା କୁଆଡ଼େ ଯାଇଥିଲା? ଏହାର ଉତ୍ତର ଖାଦ୍ୟ ହାଣ୍ଡି ଧରି ଘରକୁ ଫେରିଲା ବେଳକୁ ଚକୁଳିଆ ପଣ୍ଡାର ମା ଦୁଃଖ କରିବାକୁ ଗାଁ ଭିତରକୁ ଯାଇଥିଲା। ତାପରେ ଯିବା 6 ନମ୍ବର ଚୋରମାନେ ସିନ୍ଦୁକଟିକୁ କେଉଁଠାରେ ରଖିଥିଲେ? ଏହାର ଉତ୍ତର ଚୋରମାନେ ସିନ୍ଦୁକଟିକୁ ବାଡ଼ିର ଶେଷ ଭାଗରେ ରଖିଥିଲେ। ତାପରେ ଦେଖିବା ଅନୁମାନ ଏବଂ କଳ୍ପନାରୁ। ତୁମେ ସମସ୍ତେ ଦଳରେ ମିଶି ଆଲୋଚନା କର। କ ନମ୍ବର ଯଦି ଚକୁଳିଆ ପଣ୍ଡା ଗୋଟିଏ ଦିନ ପାଇଁ ଗଙ୍ଗା ମାତାଙ୍କ ଠାରୁ ଖାଦ୍ୟ ହାଣ୍ଡି ନେଇଥାନ୍ତା, ତାହେଲେ ତାର ପରିଣାମ କ'ଣ ହେଇଥାନ୍ତା? ଉତ୍ତର ଯଦି ଚକୁଳିଆ ପଣ୍ଡା ଗୋଟିଏ ଦିନ ପାଇଁ ଗଙ୍ଗା ମାତା ଠାରୁ ଖାଦ୍ୟ ହାଣ୍ଡି ନେଇଥାନ୍ତା, ତାହେଲେ ସେ ପୁଣି ତାର ଆର ଦିନ ଭିକ ମାଗିବାକୁ ଯାଇଥାନ୍ତା। ତାପରେ ଦେଖିବା ଖ ନମ୍ବର ଗଙ୍ଗାମାତା ବିଚାର କରି ମାଡ଼ହାଣ୍ଡି ଯଦି ନେଇନଥାନ୍ତେ, ତାହେଲେ ଶେଷ ଫଳ କ'ଣ ହୋଇଥାନ୍ତା? ଏହାର ଉତ୍ତର ଗଙ୍ଗାମାତା ବିଚାର କରି ମାଡ଼ହାଣ୍ଡି ଯଦି ଦେଇନଥାନ୍ତେ, ତାହେଲେ ଚକୁଳିଆ ପଣ୍ଡା ସବୁଦିନ ପାଇଁ ଅଳସୁଆ ହୋଇ ରହିଯାଇଥାନ୍ତା। ତାପରେ ଯିବା କାରକ ବିଷୟରେ। ନିମ୍ନରେ ଦେଇଥିବା ବାକ୍ୟଗୁଡ଼ିକ ମନ ଦେଇ ପଢ଼। ତ ପିଲାମାନେ ଏ ଯେଉଁ କାରକ ବିଷୟରେ ତୁମେ ନିଜେ ତାକୁ ପଢ଼ିବ। ଏଇଟା ତୁମ ପାଇଁ ଗୋଟିଏ ଗୃହକର୍ମ ରହିଲା। ନିଜେ ପଢ଼ିବ, ବୁଝିବ ଏବଂ ତାପରେ ତା ତଳ ପାଠକୁ ତୁମେ ସବୁ କରିବ। ତଥାପି ଯେଉଁ ତଳେ ଦିଆଯାଇଛି ଶୂନ୍ୟସ୍ଥାନ ପୂରଣ କର, ତାର ଉତ୍ତର ମୁଁ ତୁମ ପାଇଁ କରିଦେଉଛି। ନିମ୍ନରେ ଦିଆଯାଇଥିବା ବାକ୍ୟଗୁଡ଼ିକରେ କାରକଯୁକ୍ତ ପଦ ନେଇ ଶୂନ୍ୟସ୍ଥାନଟି ପୂରଣ କର। 1 ନମ୍ବର ସେ ଡ୍ୟାସ୍ ଗଙ୍ଗାମାତା ଥାନ୍ତି। ତାର ଉତ୍ତର କ'ଣ ଆସିବ ପିଲାମାନେ? ସେ ପଦ୍ମ ପୋଖରୀରେ ଗଙ୍ଗାମାତା ଥାନ୍ତି। ଲେଖି ଦିଆହେଇଛି ଦେଖ ପିଲାମାନେ। ତାପରେ 2 ନମ୍ବର ଯିବା। ଏ ଚକୁଳିଆ ଡ୍ୟାସ୍ ସିନା ଭୋକ ବିକଳରେ ଇମିତି ହେଉଛି। ତ ସେଇ ଶୂନ୍ୟସ୍ଥାନ ଆମେ ଲେଖିବା କ'ଣ? ପଣ୍ଡାଟି। ଉତ୍ତର ହେବ କ'ଣ? ଏ ଚକୁଳିଆ ପଣ୍ଡାଟି ସିନା ଭୋକ ବିକଳରେ ଏମିତି ହେଉଛି। ତାପରେ ଯିବା 3 ନମ୍ବର କାଳେ ହାଣ୍ଡି ଡ୍ୟାସ୍ ମାଡ଼ ବାହାରିଲା ଭଳିଆ ସେ ସିନ୍ଦୁକରୁ ନା ପୁଣି କିଛି ବାହାରେ। ତେବେ ତାର ଉତ୍ତର କ'ଣ ଲେଖିବା? ରୁ। କାଳେ ହାଣ୍ଡିରୁ ମାଡ଼ ବାହାରିଲା ଭଳିଆ ସେ ସିନ୍ଦୁକରୁ ନା ପୁଣି କିଛି ବାହାରେ। ତାପରେ ଯିବା 4 ନମ୍ବର ଡ୍ୟାସ୍ ଅବା
କେଉଁ ଦରବ ଅପୂର୍ବ। ତେବେ ତାର ସଠିକ ଉତ୍ତର ଆସିବ ଦେବତାଙ୍କୁ। ଦେବତାଙ୍କୁ ଅବା କେଉଁ ଦରବ ଅପୂର୍ବ। ବୁଝିଲା ପିଲାମାନେ? ତୁମକୁ ଯେଉଁ ଗୃହକର୍ମ ଦେଲି ସେ ଗୃହକର୍ମକୁ ତୁମେ ନିଜେ କରିବ, ପଢ଼ିବ ଏବଂ ଏହାର ଅର୍ଥ ତୁମେ ନିଜେ ବୁଝିବ। ତାପରେ ଯିବା ସୂଚନାପତ୍ର। ସୂଚନାପତ୍ରଟି ତୁମର ଦିଆଯାଇଛି ଦେଖ। ତୁମେମାନେ ଏହି ଲୋକକଥା ଆଧାରରେ ଚକୁଡ଼ିଆ ପଣ୍ଡା ଘରେ ଗତ ରାତିରେ ପଶିଥିବା ଚୋରମାନଙ୍କୁ ଧରିବା ପାଇଁ ଖବରକାଗଜରେ ପ୍ରକାଶ ପାଇଁ ଗୋଟିଏ ସୂଚନାପତ୍ର ଲେଖ। ତ ଏଇଟା ତୁମ ବି କାମ, ତୁମେ ବି କରିପାରିବ। ତଥାପି ତାର ଉତ୍ତର ମୁଁ କହିଦେଉଛି ଦେଖ। ଉତ୍ତର କଟକ, ତାରିଖ 20/3/2026। ଏତତ୍ ଦ୍ୱାରା ସର୍ବସାଧାରଣଙ୍କୁ ଜଣାଇ ଦିଆଯାଉଛି ଯେ ଏବେ ରାତିରେ ଚୋରମାନେ ବୁଲୁଛନ୍ତି। ଗତକାଲି ରାତିରେ ଆମ ଗାଁର ଚକୁଡ଼ିଆ ପଣ୍ଡାର ଘରେ ଚୋର ପଶିଥିଲେ। ତାଙ୍କର ବାରିଆଡ଼େ ଥିବା ହାଣ୍ଡିକୁ ସେମାନେ ନେଇ ଯାଉଥିବା ବେଳେ କୌଣସି କାରଣରୁ ସେ ହାଣ୍ଡିକୁ ଫୋପାଡ଼ି ଦେଇ ପଳାଇଛନ୍ତି। ତେଣୁ ଆପଣମାନେ ସତର୍କ ରହିଲେ ସେହି ଚୋରକୁ ନିଶ୍ଚିତ ଭାବରେ ଧରିପାରିବେ। କାଲି ସେମାନେ ଚକୁଡ଼ିଆ ପଣ୍ଡାଙ୍କ ଘରେ ପଶିଥିଲେ। ହୁଏତ ପରବର୍ତ୍ତୀ ଦିନରେ ଗାଁରେ ବସବାସ କରୁଥିବା ଯେକୌଣସି ଲୋକଙ୍କ ଘରେ ପଶିପାରନ୍ତି। ତେଣୁ ସମସ୍ତେ ସତର୍କ ରହିଲେ ସେହି ଚୋରକୁ ଆମେମାନେ ଅକ୍ଳେଶର ଧରିପାରିବା। ତେଣୁ ଆମେମାନେ ନିଜ ଘର ପ୍ରତି ଯତ୍ନ ନେଇ ଆଜିଠାରୁ ସାବଧାନରେ ରହିବା। ତାହେଲେ ପିଲାମାନେ ବର୍ତ୍ତମାନ ଦେଖିବା ପାଠରୁ ଆଗକୁ ତୁମ କଥା। 1 ନମ୍ବର, ଏହି ଲୋକକଥାରେ ଚକୁଡ଼ିଆ ପଣ୍ଡାର ଚରିତ୍ର ମାଧ୍ୟମରେ ପରିଶ୍ରମ ନ କରି ପେଟ ପୋଷିବାକୁ ଚାହିଁଲେ କିପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ତାହା କୁହାଯାଇଛି। ତୁମେ କେବେ ଏପରି ପରିସ୍ଥିତିର ସମ୍ମୁଖୀନ ହୋଇଛ କି ଓ ଏହାର ସମାଧାନ କିପରି କରିଛ ଲେଖ। ତାହେଲେ ପିଲାମାନେ ତୁମମାନଙ୍କ ପାଇଁ ଉତ୍ତର ମୁଁ ଲେଖିଦେଇଛି। ଉତ୍ତରଟି ଦେଖାଯାଉଛି, ତାକୁ ତୁମେ ନିଜେ ପଢ଼ିବ ଏବଂ ଖାତାରେ ଲେଖିବ। କ'ଣ ବୁଝାଉଛି ନା? ତେବେ ତାପରେ ଆମେ ଯିବା 2 ନମ୍ବରକୁ। ଲୋକକଥା ମାଧ୍ୟମରେ ଗଙ୍ଗା ମାତାଙ୍କ କୃପାରୁ କିପରି ମା ଓ ପୁଅ ଉପକୃତ ହୋଇଥିଲେ ତାହା ବର୍ଣ୍ଣନା ହୋଇଛି। ତୁମର ଏପରି କିଛି ଅନୁଭବ ହୋଇଛି କି? ଆଲୋଚନା କରି ଲେଖ। ତାହେଲେ ପିଲାମାନେ ତୁମେ ଶ୍ରେଣୀ କୋଠରୀରେ ତୁମ ସାଙ୍ଗସାଥିମାନଙ୍କ ସହିତ ଏହାକୁ ଆଲୋଚନା କରିବ ଏବଂ ତାକୁ ଲେଖିବ। ତଥାପି ତୁମର ଉତ୍ତର ଏଠି ଦେଇ ଦିଆଯାଇଛି, ତାକୁ ଦେଖିନେବ। ତାପରେ ଯିବା 3 ନମ୍ବର। ଭୋକ ଯୋଗୁଁ ଚକୁଡ଼ିଆ ପଣ୍ଡା ଓ ତାର ମା ଯେଉଁ ସବୁ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ସେପରି ପରିସ୍ଥିତିରେ ତୁମେ କ'ଣ କରିଥାନ୍ତ ଲେଖ। ତେଣୁ ପିଲାମାନେ ଏଠି ମଧ୍ୟ ଉତ୍ତର ତୁମର ଦେଇ ଦିଆଯାଇଛି। ନିଜେ ପଢ଼ିବ ଏବଂ ଖାତାରେ ଲେଖିବ। ଆବଶ୍ୟକ ସ୍ଥଳେ ତୁମେ ଶ୍ରେଣୀ କୋଠରୀରେ ଶିକ୍ଷକଙ୍କ ସାମ୍ନାରେ ତାକୁ ତୁମେ ଆଲୋଚନା କରିବ। ତାପରେ ଯିବା 4 ନମ୍ବର। ଏହି ଲୋକକଥା ମାଧ୍ୟମରେ ଅଳସୁଆ ହେଲେ କିପରି କଷ୍ଟ ଭୋଗିବାକୁ ପଡ଼େ ଜାଣିଲେ। ସେପରି ଛାତ୍ରଛାତ୍ରୀ ଭାବରେ ତୁମେ ପାଠ ନ ପଢ଼ିବା ଦ୍ୱାରା କିଛି ଅସୁବିଧାରେ ପଡ଼ିଛ କି? ସେ ଭାବନାକୁ ନେଇ ଲେଖ। ତାହେଲେ ପିଲାମାନେ ଏଇଟା ମଧ୍ୟ ତୁମ ପାଇଁ ଗୃହକର୍ମ, ପଢ଼ିବ, ଲେଖି ଦିଆହେଇଛି ଏବଂ ତାକୁ ଆଲୋଚନା କରିବ। ଆସ ଖୋଜିବା। ତୁମେ ଆମ ଓଡ଼ିଶାରେ ପ୍ରଚଳିତ ଲୋକକଥାଗୁଡ଼ିକୁ ସଂଗ୍ରହ କରିବା ପାଇଁ ନିଜ ପରିବାର ସଦସ୍ୟ, ଶିକ୍ଷକ, ପାଠାଗାର କିମ୍ବା ଇଣ୍ଟରନେଟ୍ର ସହାୟତା ନେଇପାର। ତାହେଲେ ଉତ୍ତର ଦେଇଛି ଦେଖିବା। ଓଡ଼ିଶାରେ ପ୍ରଚଳିତ 10ଟି ଲୋକକଥା, ଢଗଢମାଳି ବା ପ୍ରବଚନ ଏବଂ ସେଗୁଡ଼ିକର ସଂକ୍ଷିପ୍ତ ଅର୍ଥ ନିମ୍ନରେ ଦିଆଗଲା। 1ରେ ଅନ୍ଧ ଦେଶକୁ ଗଲି ଦର୍ପଣ ବିକି। ଏହାର ଅର୍ଥ କ'ଣ ପିଲାମାନେ ଜାଣିଛ? ଦେଖ। ମୂର୍ଖ ଆଗରେ ଜ୍ଞାନ କଥା କହିବା ବା ଅଯୋଗ୍ୟ ବ୍ୟକ୍ତି ନିକଟରେ କୌଣସି ମୂଲ୍ୟବାନ ଜିନିଷର ପ୍ରଦର୍ଶନ କରିବା। ତାପରେ ଯିବା 2 ନମ୍ବର। ଆକାଶ କଇଁଆ ଚିଲିକା ମାଛ। ଏହାର ଅର୍ଥ ହେଉଛି ଅସମ୍ଭବ କଥା ଚିନ୍ତା କରିବା, ଯାହା ପାଇବା ଅସମ୍ଭବ ତାହା ଆଶା କରିବା। ତାପରେ ଯିବା 3 ନମ୍ବର। ଆଲୋ ସଖୀ ଆପଣା ମହତ ଆପେ ରଖି। ଏହାର ଅର୍ଥ ହେଉଛି ନିଜର ସମ୍ମାନ ନିଜ ହାତରେ ଥାଏ, ଅର୍ଥାତ୍ ନିଜେ ସମ୍ମାନଜନକ କାମ କଲେ ହିଁ ଅନ୍ୟମାନେ ସମ୍ମାନ ଦେବେ। ତାପରେ ଯିବା 4 ନମ୍ବର। କୁମ୍ଭୀର କାନ୍ଦଣା। ଏହାର ଅର୍ଥ ହେଉଛି ମିଛ ସହାନୁଭୂତି ଦେଖାଇବା କିମ୍ବା ଉପରକୁ ଦୁଃଖ ପ୍ରକାଶ କରି ଭିତରେ ଖୁସି ହେବା। ଛଳନାପୂର୍ଣ୍ଣ ଭାବରେ
କାନ୍ଦିବା, ଏହାକୁ କହନ୍ତି କ'ଣ ନା କୁମ୍ଭୀର କାନ୍ଦଣା। ତାପରେ ଯିବା 5 ନମ୍ବର, ଖୋଳ ପର୍ବତ ମାର ମୂଷା। ଖୋଳ ପର୍ବତ ମାର ମୂଷା, ଏହାର ଅର୍ଥ ହେଉଛି ସାମାନ୍ୟ ଫଳ ପ୍ରାପ୍ତି ପାଇଁ ଅତ୍ୟଧିକ ପରିଶ୍ରମ ବା କଷ୍ଟ କରିବା। ତାପରେ ଯିବା 6 ନମ୍ବର, ଗାଁ କନିଆ ସିଂଘାଣୀ ନାକି। ଏହାର ଅର୍ଥ ହେଉଛି ନିଜ ଅଞ୍ଚଳର ବା ପାଖର ଗୁଣୀ ବ୍ୟକ୍ତିଙ୍କୁ କମ୍ ସମ୍ମାନ ମିଳିବା ଏବଂ ପାଖ ଜିନିଷକୁ ହେୟଜ୍ଞାନ କରିବା। ତାପରେ ଯିବା 7 ନମ୍ବର, ତୁଳସୀ ଦୁଇ ପତ୍ରରୁ ବାସେ। ଏହାର ଅର୍ଥ ହେଉଛି ପିଲାଟିର ପ୍ରକୃତ ଗୁଣ, ସ୍ୱଭାବ ବା ପ୍ରତିଭା ବାଲ୍ୟକାଳରୁ ହିଁ ଜଣାପଡ଼ିଥାଏ। ତାପରେ 8 ନମ୍ବର, ଜୋର ଯାର ମୁଲକ ତାର। ଏହାର ଅର୍ଥ ହେଉଛି କ୍ଷମତାଶାଳୀ ବା ବଳବାନ ବ୍ୟକ୍ତିର ହିଁ ସବୁଆଡ଼େ ଶାସନ ବା କର୍ତ୍ତୃତ୍ୱ ଚାଲିଥାଏ। 9 ନମ୍ବର, ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ। ଏହାର ଅର୍ଥ ହେଉଛି ଆଦୌ କିଛି ନ ପାଇବା ବା ଶୂନ୍ୟ ରହିବା ଅପେକ୍ଷା ଯାହା କିଛି ସାମାନ୍ୟ ମିଳିବା ଭଲ। ଶେଷରେ 10 ନମ୍ବର, ରଖେ ହରି ମାରେ କିଏ। ଏହାର ଅର୍ଥ ହେଉଛି ଭଗବାନ ଯାହାକୁ ସହାୟ ହୁଅନ୍ତି ବା ରକ୍ଷା କରନ୍ତି, ପୃଥିବୀରେ ତାର କେହି କିଛି କ୍ଷତି କରିପାରନ୍ତି ନାହିଁ। ପିଲାମାନେ, ମାଡ଼ହାଣ୍ଡି କଥା ପ୍ରସଙ୍ଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଏଇଠି ଶେଷ ହେଉଛି। ନିଜର ବହୁମୂଲ୍ୟ ସମୟ ନଷ୍ଟ କରି ଭିଡ଼ିଓଟି ଦେଖିଥିବାରୁ ମୋ ଚ୍ୟାନେଲ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି। ଆଜି ପାଇଁ ରହୁଛି। ପରବର୍ତ୍ତୀ ଭିଡ଼ିଓରେ ପୁଣି ନୂଆ ପ୍ରସଙ୍ଗକୁ ନେଇ ଆଲୋଚନା କରିବା। ରହୁଛି। ଜୟ ହିନ୍ଦ, ଜୟ ଓଡ଼ିଶା, ଜୟ ଶିକ୍ଷା।